କପାସରା କାହାଣୀ। ବାନର ଓ ବାରହା। ମରୁଭୂମିର ଗୋଟେ ପଟେ ଥିଲା ଅନେକ ଡିମିରି ଗଛ। ଥରେ ମାଙ୍କଡ଼ଟିଏ ଯାଇ ସେଇଠି ରହିଲା। ସେ ଥିଲା ଭାରି ଜ୍ଞାନୀ। ସେ ମନକୁ ମନ ଏମିତି ବିଚାରିଲା, ଆହାର ବିନା ମୁଁ ବଞ୍ଚି ପାରିବି ନାହିଁ। ଏଠି ଡିମିରି ଗଛ ଅଛି ଛଡ଼ା ଆଉ କିଛି ନାହିଁ। ତେଣୁ ମୁଁ ଅଳ୍ପ ପାଚିଲା ଫଳ ଖାଇ ଶୀତଦିନ ପାଇଁ ବେଶୀ ସଞ୍ଚିବି। ରୋଜ ଯାଇ ସେ ପ୍ରତିଦିନ ଗଛକୁ ହଲାଏ। ଅଳ୍ପ କେତୋଟି କଞ୍ଚା ଫଳ ଖାଏ, ବାକିତକ ଶୁଖାଇ ଦିଏ। ଦିନେ ସେ ଗୋଟାଏ ଗଛ ଅଗରେ ଥିଲାବେଳେ ବଣୁଆ ବାରହାଟିଏ ଦୌଡ଼ି ଆସିଲା। ତାକୁ ଶିକାରୀଟାଏ ଗୋଡ଼ାଇଥିଲା ତା ଘର କତିରୁ। ବାରହାକୁ ଦେଖି ମାଙ୍କଡ଼ ଛାନିଆରେ ଗୋଟା ବଣେ ଥରିଲାରୁ ସମୁଦାୟ ଗଛ ହଲିଲା। କିନ୍ତୁ ବାରହାଟି ନଇଁ ପଡ଼ି କହିଲା, ତୁମେ କୁଣିଆ ଖୋଜୁଛ? ଏଥିରୁ ବନ୍ଧୁତାର ସୂଚନା ପାଇ ମାଙ୍କଡ଼ ଜବାବ ଦେଲା, ତୁମକୁ ସ୍ୱାଗତ କରୁଛି। ଦୁଃଖ ଏତିକି ଯେ ତୁମ ଆସିବା କଥା ମୁଁ ଆଗରୁ ଜାଣିପାରିଲି ନାହିଁ। ଯଦି ଜାଣି ଥାନ୍ତି ତୁମ ଲାଗି ଭୋଜିର ଆୟୋଜନ କରିଥାନ୍ତି। ଏବେ ତୁମକୁ ଦେବାକୁ ଏଇ କଞ୍ଚା ଡିମିରି ଛଡ଼ା ମୋ କତିରେ ଆଉ କିଛି ନାହିଁ। ବାରହା ପୁଣି ବିନମ୍ର ହୋଇ ନଇଁଗଲା। କହିଲା, ମୁଁ ଅନେକ ଦୂରରୁ ଆସିଛି। ମୁଁ ଭୋକିଲା ଓ କ୍ଳାନ୍ତ। ଯାହା କିଛି ସାଧା ସିଧା ମୋତେ ପରଷି ଦେବ, ତାହା ମୋତେ ଭୂରି ଭୋଜନ ପରି ଲାଗିବ। ସେତିକି। ମାଙ୍କଡ଼ ଡିମିରି ଗଛକୁ ଏମିତି ହଲାଇଲା ଯେ ସେଥିରେ ଆଉ ଗୋଟିଏ ଫଳ ରହିଲା ନାହିଁ। ଆତୁରିଆ ହୋଇ ବାରହା ଫଳଗୁଡ଼ିକ ଖାଇ ବୋଧ ହେବା କଥା, କାରଣ ମାଙ୍କଡ଼ ଆଶାଠାରୁ ଅଧିକ ଆହାର ଦେଇଥିଲା। କିନ୍ତୁ ବାରହା ଥିଲା ଗିଲାଗାଡ଼। ଭୂଇଁ ଉପରୁ ଶେଷ ଫଳଟିକୁ ଖାଉ ଖାଉ ସେ କହିଲା, ଦାତା, ଏ ଡିମିରି ଫଳଗୁଡ଼ିକ ସୁସ୍ୱାଦୁ, ତଥାପି ମୋତେ ପ୍ରବଳ ଭୋକ। ଅନୁରୋଧ କରେ କି ଆଉ ଗୋଟାଏ ଗଛ ଝାଡ଼। ଏଯାଏ ଅତିଥିଙ୍କୁ ଜରୁଥିବା ମାଙ୍କଡ଼ ଆର ଗଛକୁ ଝୁଲିଗଲା ଓ ତାକୁ ହଲାଇଲା। ବାରହା ପୁଣି ସବୁ ଗ୍ରାସିଗଲା। ଶେଷ ଫଳଟିକୁ ଖାଇସାରି ବି ତାର ମନବୋଧ ହେଲା ନାହିଁ। ଲୋଭରେ ନିଜର ଆଚରଣ ଭୁଲିଯାଇ କଠୋର ଭାବେ ସେ ମାଙ୍କଡ଼କୁ କହିଲା, ଜଲଦି ଏଭଳି ଆଉ ଗୋଟିଏ ଭଲ ଗଛକୁ ଯାଇ ଫଳ ଝାଡ଼। କିନ୍ତୁ ମାଙ୍କଡ଼ ଚୁପଚାପ ବସିଲା। କହିଲା, ମୁଁ ମାସକରେ ଖାଇବା ଫଳ ତୁମେ ୟା ଭିତରେ ଖାଇସାରିଲଣି। ତୁମକୁ ଆଉ ଦେଲେ ନିଜେ ଉପାସ ରହିବି, କାରଣ ଏ ଡିମିରି ହିଁ ମୋର ଏକମାତ୍ର ଆହାର। ତାପରେ ବାରହା କ୍ରୋଧରେ ଗର ଗର ହୋଇ ପାଟିକଲା, ତୋ କଞ୍ଜୁସ ପଣିଆ ଲାଗି ସେ ଗଛକୁ ଭାଙ୍ଗି ତୋତେ ମୁଁ ଜିଅନ୍ତା ଖାଇବି। ଗାଉଁ ଗାଉଁ ହୋଇ ସେ ଗଛକୁ ଚଢ଼ିଗଲା ମାଙ୍କଡ଼କୁ ତଳେ ପକାଇବା ପାଇଁ। କିନ୍ତୁ ସେ ପ୍ରଥମ ଡାଳ ଉପରେ ଚଢ଼ିଛି କି ନାହିଁ, ତା ଓଜନରେ ସେଇଟା ଭାଙ୍ଗି ଯିବାରୁ ଆପଣା ବେକ ମୋଡ଼ି ବାରହା ଭୂଇଁରେ ପଡ଼ିଲା।